ଦୁବ ଘାସର ଏକ ଚମତ୍କାର ଔଷଧୀୟ ଗୁଣ ଆପଣମାନଙ୍କୁ କ'ଣ ସତରେ ଜଣା ରହିଛି? ଯଦି ଜଣା ନାହିଁ ତାହେଲେ ମନେ ରଖ। ବର୍ଷ ବର୍ଷ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, କୌଣସି ମେଡିକାଲକୁ କେବେ ନ ଯିବାକୁ ଯଦି ଭାବୁଛନ୍ତି, ତାହେଲେ ଏହି ସୁନ୍ଦର ଚମତ୍କାର ଦୁବ ଘାସର ଔଷଧୀୟ ଗୁଣକୁ ଥରେ ମାତ୍ର ନିଜ ଘରେ ପ୍ରୟୋଗ କରି ଦେଖ। ଆପଣମାନଙ୍କୁ କେବେ ବି ଯିବାକୁ ପଡ଼ିବ ନାହିଁ କୌଣସି ମେଡିକାଲକୁ କିମ୍ବା କୌଣସି ଔଷଧ ସେବନ କରିବାକୁ ପଡ଼ିବ ନାହିଁ। ଏହି ଦୁବ ଘାସ ଭିତରେ ଏକ ଚମତ୍କାର ଶକ୍ତି ରହିଛି, ଯାହା ମନୁଷ୍ୟମାନଙ୍କ ଶରୀରକୁ ଗଲା ମାତ୍ରେ ତାର ଚମତ୍କାର ଗୁଣ ଦେଖାଇବା ଆରମ୍ଭ କରିଦିଏ। ଯଦି ଆପଣଙ୍କୁ ଥକାପଣ ଲାଗୁଛି, ଯଦି ମୁଣ୍ଡର ଚୁଟି ଉପୁଡ଼ି ଯାଉଛି, ନହେଲେ ଯଦି ଆପଣଙ୍କୁ ଶରୀରର କଷ୍ଟ ଲାଗୁଛି, ମନ ଯଦି ଅସ୍ଥିର ରହିଛି, କୌଣସି କଥାରେ ଶାନ୍ତି ଲାଗୁନାହିଁ, ତାହେଲେ ଆପଣମାନେ ଏହି ସୁନ୍ଦର ଉପାୟକୁ ଥରେ ମାତ୍ର କରିବେ। ଏହି ଉପାୟ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ କରିଦେବ। ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟକୁ ଯଦି ବଢ଼ାଇବାକୁ ଚାହୁଁଛନ୍ତି, ତାହେଲେ ମଧ୍ୟ ଏହି ଭିତରେ ରହିଛି ଏକ ଶକ୍ତିଶାଳୀ ଚମତ୍କାର ଗୁଣ। ଆପଣମାନେ କେବେ ବି ଜୀବନରେ ଦୁର୍ବଳ ହେବେ ନାହିଁ କି କୌଣସି ରୋଗଗ୍ରସ୍ତ ହେବେ ନାହିଁ। ଆପଣଙ୍କ ମୁଣ୍ଡର ଚୁଟି କେବେ ବି ସବୁଦିନ ପାଇଁ ଗାୟବ ହେବ ନାହିଁ। ମନେ ରଖ, ଏହି ଚୁଟି ଗାୟବ ହେବା ପୂର୍ବରୁ ଆପଣଙ୍କ ଚୁଟି ମଜବୁତ ହୋଇଯିବ। ଚାଲନ୍ତୁ ଜାଣିବା ଏହି ଭିତରେ ରହିଛି ଚମତ୍କାର ଗୁଣ। ଦୁବ ଘାସ, ଯାହାକୁ ଆମେ କେବେ ବି ଗୁରୁତ୍ୱ ଦେଇନଥାଉ, ଭଗବାନ ଗଣେଶଙ୍କ ପାଖରେ ପୂଜା ଲାଗୁଛି। ଅନ୍ୟ ଦେବୀ ଦେବତାଙ୍କ ପାଖରେ ମଧ୍ୟ ଦୁବ ଘାସର ପୂଜାରେ ଆସିଥାଏ, ପୂଜା କାର୍ଯ୍ୟରେ। ଆଉ ଏହି ଦୁବ ଘାସରେ ଅତ୍ୟଧିକ ଚମତ୍କାର ଗୁଣ ରହିଛି। ପ୍ରତ୍ୟେକ ମନୁଷ୍ୟଙ୍କୁ ଏହି ବିଷୟରେ ଜାଣିବାର ଅଛି। ଜାଣି ରଖ, ଯଦି ଆପଣଙ୍କ ମନ ଅସ୍ଥିର ରହୁଛି, ମନ ଶାନ୍ତି ଲାଗୁନାହିଁ, ଆନନ୍ଦ ରହିପାରୁନାହାନ୍ତି, କୌଣସି ବିତି ଯାଇଥିବା ଘଟଣା ବାରମ୍ବାର ଯଦି ମନେ ପଡ଼ୁଛି, ଆପଣଙ୍କ ମନେ ପଡ଼ିବା ହେତୁ ଆପଣଙ୍କ ଦେହ ଅସୁସ୍ଥ ରହିବ, ମନ ଶାନ୍ତି ରହିବ ନାହିଁ, ଆପଣଙ୍କୁ ବିଚଳିତ ହେବାକୁ ପଡ଼ିବ। ସେଥିପାଇଁ ସେହି ସମୟରେ କୌଣସି ଡାକ୍ତରଖାନାକୁ ଯାଇ ଔଷଧ ସେବନ କରନ୍ତୁ ନାହିଁ। ଆପଣଙ୍କ ଘରର ପରିବାର ଉପରେ କ୍ରୋଧିତ ହୋଇ ଝଗଡ଼ା କରନ୍ତୁ ନାହିଁ, ବରଂ ଆପଣଙ୍କ ମନକୁ ଶାନ୍ତ ରଖ। ଆପଣ ଖୁସିରେ ରୁହ, ଆନନ୍ଦରେ ରୁହ, ଆଉ ଏହି ଉପାୟ କର। ପ୍ରତ୍ୟେକ ପ୍ରାତଃ ସମୟରେ, ଯେଉଁ ସମୟରେ ସୂର୍ଯ୍ୟ ଧୀରେ ଧୀରେ କରି ଉଦୟ ହେଉଛନ୍ତି, ସେହି ସମୟରେ ଆପଣ ଚାଲିଯାଆନ୍ତୁ ଆପଣଙ୍କ ଯେକୌଣସି ଦୁବ ଘାସ ହେଉଥିବା ସ୍ଥାନକୁ। ଧୀରେ ଧୀରେ କରି ଚାଲିବା ଆରମ୍ଭ କର। 30 ମିନିଟ୍ ବିତି ନଥିବ, ଆପଣଙ୍କର ମନ ସ୍ଥିର ହୋଇଯିବ। ମନରେ ଥିବା ପ୍ରତ୍ୟେକ ଘଟଣା ଦୂର ହେବ, ମନ ଶାନ୍ତ ହେବ। ଆପଣ ନିଶ୍ଚିତ ଭାବରେ ପରିବର୍ତ୍ତନ ହୋଇଯିବ। ଏହି ଉପାୟ ଥରେ ମାତ୍ର ଆପଣ କର, ସମ୍ପୂର୍ଣ୍ଣ ଭାବରେ ଶାନ୍ତ ଲାଗିବ। ଦ୍ୱିତୀୟ ଗୁଣ ହେଉଛି, ଯଦି ଆପଣଙ୍କର ନେଡ଼ି ଫାଟି ଯାଇଛି କିମ୍ବା ଆଣ୍ଠୁ ଗଣ୍ଠି ଯଦି ଦରଜ ହେଉଛି, ନହେଲେ ଗୋଡ଼ ଯଦି ଆପଣଙ୍କର କାଟୁଛି ବା ଦରଜ ଦେଉଛି, ତାହେଲେ ଆପଣ ଘାସରେ ପ୍ରତ୍ୟେକ ସକାଳେ, ପ୍ରତ୍ୟେକ ସନ୍ଧ୍ୟା ସମୟରେ ଗୋଟିଏ ଘଣ୍ଟା ଲେଖାଏଁ ଚାଲିବା ଆରମ୍ଭ କର। ଘାସରେ ଚାଲିବା ଦ୍ୱାରା ପାଦ ସଫା ହୋଇଥାଏ, ପାଦ ଶକ୍ତିଶାଳୀ ହୋଇଥାଏ, ପାଦରେ
ରହିଥିବା ବିଭିନ୍ନ ଦୁର୍ବଳତା ସବୁଦିନ ପାଇଁ ଦୂରେଇ ଯାଇଥାଏ। ପାଦ ଏକ ମଜବୁତ ଶକ୍ତି ବନାଇଥାଏ। ଦ୍ୱିତୀୟ, ଆପଣଙ୍କର ଆଣ୍ଠୁଗଣ୍ଠି ମଧ୍ୟ ମଜବୁତ ହୋଇଯିବ। ତୃତୀୟ, ଆପଣଙ୍କର ନେଡ଼ି ଯେଉଁ ଫାଟିଛି ସେ ସବୁ ଦୂରେଇ ଯିବ। ଘାସରେ ବା ଦୁବ ଘାସରେ ଚାଲିବା ଦ୍ୱାରା ଆପଣଙ୍କ ରକ୍ତରେ ଯେକୌଣସି ବି ମଇଳା ଲାଗିଥିବ ସବୁକିଛି ଦୂରେଇ ଯିବ। ତା ସାଥିରେ ଆପଣଙ୍କ ନେଡ଼ି ସୁସ୍ଥ ହେବା ସଙ୍ଗେ ସଙ୍ଗେ ପାଦ ସୁନ୍ଦର ଦେଖାଯିବ, ଆଣ୍ଠୁଗଣ୍ଠିର ଦରଜ ଦୂର ଯିବ। ଏହି ଉପାୟ ଆପଣ ଥରେ ମାତ୍ର କର। ଯଦି ଆପଣଙ୍କର ଜଏଣ୍ଟ ପେନ୍ ହେଉଛି, ଯେମିତି ଆପଣଙ୍କ କହୁଣି, ଅଣ୍ଟା ଆଉ ଆଣ୍ଠୁ ଯଦି ଦରଜ ଦେଉଛି, ତାହେଲେ ଆପଣମାନେ ପ୍ରତ୍ୟେକ ପ୍ରାତଃ ସମୟରେ ସକାଳୁ ଖାଲି ପେଟରେ ଯଦି ଆପଣ ଏହି ଦୁବ ଘାସର ରସକୁ ବାହାର କରି ଯଦି ପ୍ରତ୍ୟେକ ଦିନ ଗୋଟେ ସପ୍ତାହ ପର୍ଯ୍ୟନ୍ତ ସେବନ କରନ୍ତି, ତାହେଲେ ଆପଣଙ୍କର ଥକାପଣ ଦୂର ଯାଇଥାଏ। ଦ୍ୱିତୀୟ, ଆଣ୍ଠୁ ଗଣ୍ଠି ଅଣ୍ଟାର ଦରଜ ସବୁଦିନ ପାଇଁ ଗାୟବ ହୋଇଯିବ। ଏହି ସୁନ୍ଦର ଉପାୟ ଆପଣ ପ୍ରକୃତି ଠାରୁ ନିହାତି ଭାବରେ ଶିଖ। କେତେ ଦିନ ପର୍ଯ୍ୟନ୍ତ ଆପଣ ମେଡ଼ିକାଲକୁ ଯିବେ, ଔଷଧକୁ ସେବନ କରିବେ, ଆଉ ଏହାର ପ୍ରଭାବ ଆପଣଙ୍କୁ ତିଳେ ମାତ୍ର ପଡ଼ିବ ନାହିଁ। ଯଦି ଆପଣ ପ୍ରକୃତିର ଏହି ସୁନ୍ଦର ଉପାୟକୁ ଥରେ ମାତ୍ର କରିବ, 5 ମିନିଟ୍ ଲାଗିନଥିବ ଆପଣଙ୍କୁ ଏହାର ଚମତ୍କାର ଦେଖାଯିବ। ସେଥିପାଇଁ ଆପଣ ଜାଣି ରଖ, ଯଦି ଆପଣଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଛନ୍ତି ନିଜ ଶରୀରର, ତାହେଲେ ଆପଣମାନେ ଯଦି ମହୁ ସାଥିରେ ଦୁବ ଘାସର ପତ୍ରକୁ ଯଦି ପାଉଡର କରି ମିଶ୍ରଣ କରନ୍ତି, ଆଉ ସେହି ମିଶ୍ରଣକୁ ଯଦି ପ୍ରତ୍ୟେକ ରାତ୍ର ଶୋଇବା ସମୟରେ ନିଜ ମୁହଁରେ ଲଗାନ୍ତି, ତାହେଲେ ଆପଣଙ୍କ ମୁହଁ ଏକ ସୌନ୍ଦର୍ଯ୍ୟ ଦେଖାଯିବ, ଏକ ଚମତ୍କାର ଆଲୁଅ ପରି ଚମକିବ। ଆପଣଙ୍କୁ ଯିବାକୁ ପଡ଼ିବ ନାହିଁ କୌଣସି ପାର୍ଲର କି ମୁଖରେ କୌଣସି ବି କ୍ରିମକୁ ଲେପନ କରିବାକୁ ପଡ଼ିବ ନାହିଁ। ଏହି ଦୁବ ଘାସରେ ରହିଛି ଏକ ଶକ୍ତିଶାଳୀ ଚମତ୍କାର, ଯାହା ଆପଣଙ୍କ ମୁଖରେ ଲାଗିବା ଦ୍ୱାରା ମୁଖ ଚମକିବାକୁ ଲାଗିବ, ମୁହଁର ସୌନ୍ଦର୍ଯ୍ୟ ବଢ଼ିଯିବ। ଏହାକୁ ଥରେ ମାତ୍ର ଚେଷ୍ଟା କରି ଦେଖ, ଆଉ ଏହାର ଚମତ୍କାର ଗୁଣ ଆପଣ ନିହାତି ଭାବରେ ଜାଣିପାରିବ। ଏବେ ଚାଲନ୍ତୁ ଜାଣିବା କେଶ। ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଛି, ପ୍ରତ୍ୟେକ ଦିନ ମୁଣ୍ଡ ବିନ୍ଧୁଛି, ତାହେଲେ ଆପଣମାନେ ଏହି ଦୁବ ଘାସର ପତ୍ରକୁ ସମ୍ପୂର୍ଣ୍ଣ ବାଟି ଦିଅ। ସପ୍ତାହକୁ 2 ଥର ନିଜ ମୁଣ୍ଡରେ ଲେପନ କର, ଆଉ ମୁଣ୍ଡକୁ ମାଲିସ ମଧ୍ୟ କର। ଏମିତି କରିବା ଦ୍ୱାରା ମୁଣ୍ଡ ବନ୍ଧା ଦୂରେଇ ଯାଇଥାଏ। ଆଉ ଯଦି ଆପଣଙ୍କର ଚୁଟି ଉପୁଡ଼ି ଯାଉଛି, ଚୁଟିକୁ ପୁଣି ଥରେ ଆଣିବା ପାଇଁ ଏହି ଦୁବ ଘାସ ଯେତେବେଳେ ଆପଣ ମିଶ୍ରଣ କରିବ ବା ଏହାର ରସ ବାହାର କରିବ, ଯଦି ଏହି ଦୁବ ଘାସ ମିଶ୍ରଣର ରସରେ ଯଦି କିଛି ଏଲୋଭେରା ମିଶାଇ ଦେବ, ଆଉ କିଛି ପିତାପତ୍ର ବା ପିତୁଣ୍ଡା ପତ୍ରକୁ ମିଶ୍ରଣ କରିବ ବା ଲିମ୍ବ ପତ୍ରକୁ, ଏମିତି କରି ଯଦି ଆପଣ ରସକୁ ବାହାର କରି ନିଜର ମୁଣ୍ଡରେ ଲଗାଇବ ସପ୍ତାହକୁ କେବଳ 1 ଥର, ତାହେଲେ ଆପଣଙ୍କର ମୁଣ୍ଡର ଚୁଟି, ଯେଉଁ ଚୁଟି ଆପଣଙ୍କ ଚାଲି ଯାଉଛି, ସେହି ଚୁଟି ପୁଣି ଥରେ ଫେରି ଆସିବ, ଆଉ ଆପଣଙ୍କ ଚୁଟି ମଜବୁତ ହୋଇଯିବ। ଚୁଟି କେବେ ବି ମୁଣ୍ଡରୁ ଅଲଗା ହେବ ନାହିଁ।
କି ଛିଡ଼ିବ ନାହିଁ କିମ୍ବା ଉପୁଡ଼ିବ ନାହିଁ। ଆପଣ ଯେଉଁ ଦୁବ ଘାସକୁ ରସକୁ ବାହାର କରି ଲଗାଇଥିବେ ତା ସାଥିରେ ମିଶ୍ରଣ କରିଥିବେ ଲିମ୍ବ ପତ୍ର, ଏ ଦୁଇଟି ଆଉ ଏଲୋଭେରାର ମିଶ୍ରଣ ଦ୍ୱାରା ମଧ୍ୟ ଆପଣଙ୍କ ଚୁଟି ଘନ ରହିବ, କଳା ଦେଖାଦେବ। ଆପଣଙ୍କ ବୟସ ବଢ଼ିଲେ ମଧ୍ୟ ଚୁଟି କେବେ ବି ପାଚିବ ନାହିଁ କିମ୍ବା ଧଳା ଦେଖାଯିବ ନାହିଁ। ଚୁଟି ସଦା ସର୍ବଦା ସୁନ୍ଦର, ଘନ ଆଉ ଲମ୍ବା ଦେଖାଦେବ, ଆଉ ଛିଡ଼ିବ ନାହିଁ କି ଉପୁଡ଼ିବ ମଧ୍ୟ ନାହିଁ। ଏହି କାମ ଆପଣଙ୍କର। ବିଭିନ୍ନ ପ୍ରକାର ସେମ୍ପୁ ନିଜ ମୁଣ୍ଡରେ ଲଗାଇ ଚୁଟିକୁ ନଷ୍ଟ ନ ହେବାରୁ ଆପଣମାନେ ବଞ୍ଚନ୍ତୁ ଆଉ ଏହି ଉପାୟକୁ ଥରେ ମାତ୍ର କରନ୍ତୁ। ଏହାର ଚମତ୍କାର ନିଜେ ଅନୁଭବ କରିପାରିବ। ଏବେ ଚାଲନ୍ତୁ ଜାଣିବା, ଶରୀରରେ ଯଦି ଥକ୍କାପଣ ଲାଗି ରହୁଛି, କୌଣସି କାମରେ ମନ ଲାଗୁନାହିଁ, ମନ ଉଦାସ ରହୁଛି, ଏହି ମନକୁ ଶାନ୍ତ କରିବା ପାଇଁ ଚାହୁଁଥିଲେ ରସକୁ ବାହାର କର ଦୁବ ଘାସର ପତ୍ରର ରସକୁ। ସେହି ରସରେ ଆପଣ କିଛି ଲେମ୍ବୁ ଆଉ କିଛି ଅଦାର ରସ ମଧ୍ୟ ବାହାର କରି ମିଶ୍ରଣ କର। ସେହି ମିଶ୍ରଣ ରସକୁ ଆପଣ ସପ୍ତାହରେ କେବଳ ଗୋଟିଏ ଥର ନିଜେ ପାନ କର। ଦେଖିବେ ଆପଣଙ୍କର ମନ ଦୁର୍ବଳ ହୋଇଥିବ, ମନ ସ୍ଥିର ନଥିବ, ସ୍ଥିର ହୋଇଥିବ। ଏହି ଉପାୟ ଥରେ ମାତ୍ର କର। ଏହାର ଉପାୟ ନିହାତି ଭାବରେ ଜାଣିପାରିବ। ଯଦି ଆପଣଙ୍କୁ ଲାଗୁଛି କୌଣସି ବ୍ୟକ୍ତି ତନ୍ତ୍ର ବିଦ୍ୟା ମନ୍ତ୍ର ଏହିସବୁ ପ୍ରୟୋଗ କରିଛି, ଯଦି ଦୂରେଇ ରହିବାକୁ ଚାହୁଁଛନ୍ତି, ତାହେଲେ ଯେକୌଣସି ବି ଗୋଟିଏ ମଙ୍ଗଳବାର ଦିନରେ ଦୁବ ଘାସକୁ ଆଣି ନିଜ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ 7 ଥର ବୁଲାଇ ଦେବେ। ତାପରେ ଆପଣଙ୍କୁ ହୋଇଥିବା ତନ୍ତ୍ର ବିଦ୍ୟା ସବୁ କିଛି ଦୂରେଇ ଯିବ। ଆପଣ ଏକ ସୁସ୍ଥ ମନୁଷ୍ୟ ହୋଇଯିବେ। କୌଣସି ବ୍ୟକ୍ତି ମଧ୍ୟ ଆପଣଙ୍କୁ ଛୁଇଁ ପାରିବ ନାହିଁ। ଯଦି ଆପଣଙ୍କୁ ଧନର ଅଭାବ ଦେଖାଦେଉଛି, ଧନ ଯଦି ଆପଣଙ୍କ ଘରେ ରହୁନାହିଁ, ତାହେଲେ ମଧ୍ୟ ଏହି ଚମତ୍କାର ଉପାୟ କର। କେବଳ ଗୋଟିଏ କିଛି ଦୁବ ଘାସକୁ ଏକତ୍ରିତ କରି ଯଦି ଆପଣଙ୍କ ମୁଖ୍ୟ ଦ୍ୱାର ପାଖରେ ଏହି ଦୁବ ଘାସକୁ ଲଗାଇ ରଖନ୍ତି, ତାହେଲେ ଧନର ଅଭାବ ଦେଖାଦେବ ନାହିଁ। ଧନ ଆପଣଙ୍କ ଘରକୁ ସୁଅ ହୋଇ ଛୁଟି ଆସିବ। ମନେ ରଖ, ଏହି ଦୁବ ଘାସରେ ଅତ୍ୟଧିକ ଚମତ୍କାର ଗୁଣ ରହିଛି। ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଦେବ। ସେଥିପାଇଁ ଯଦି ମନୁଷ୍ୟ ଜୀବନ ମିଳିଛି, ପ୍ରକୃତିର ଏହି ସୁନ୍ଦର ଉପହାର ପ୍ରତ୍ୟେକ ମନୁଷ୍ୟକୁ ପ୍ରାପ୍ତ ହେବା ଜରୁରୀ। ଆପଣମାନେ ଯଦି ଭାବୁଛନ୍ତି ସୁସ୍ଥ ରହିବା ପାଇଁ, ଏହାକୁ ଥରେ ମାତ୍ର ପ୍ରୟୋଗ କରି ଦେଖ। ଜୀବନ କିପରି ପରିବର୍ତ୍ତନ ହେବ। ଦୁବ ଘାସର ଚମତ୍କାର ଉପାୟ ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଆପଣଙ୍କ ଘରକୁ ବାସ୍ତୁ ଦୋଷ ଅନୁଯାୟୀ ଦୂରେଇ ରଖିବ। ତୃତୀୟ ହେଉଛି ଘରକୁ ଧନ ସମ୍ପତ୍ତି ଆସିବାର ରାସ୍ତା ଦେଖାଇବ। ଏହି ଦୁବ ଘାସରେ ଅତ୍ୟଧିକ ଶକ୍ତି ଆଉ ଚମତ୍କାର ଭରିପୂର୍ଣ୍ଣ ରହିଛି। ପ୍ରଭୁ ଗଣେଶଙ୍କ ପାଖରେ ଏହି ଦୁବ ଘାସକୁ ପୂଜା ଆରାଧନା କରାଯାଏ। ଆଉ ଏହି ଉପାୟ ପ୍ରତ୍ୟେକ ମନୁଷ୍ୟମାନେ ଜାଣିବା ଅତି ଉଚିତ ହୋଇଥାଏ। ଆପଣମାନଙ୍କୁ ଏହି ଦୁବ ଘାସର ତଥ୍ୟ କିପରି ଲାଗିଲା ନିହାତି ଭାବରେ କମେଣ୍ଟରେ ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ୍ ନିହାତି ଭାବରେ କରିବେ। ରହୁଛି। ରାଧେ 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 ଶ୍ରୀକୃଷ୍ଣ।